ନୀତି ଆୟୋଗ ସଦସ୍ୟଙ୍କ ଢେଙ୍କାନାଳ ଗସ୍ତ। ଶନିବାର ପୂର୍ବାହ୍ନ 11ଟା ସମୟରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଅରବିନ୍ଦ ବିରମନୀ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ପ୍ରଥମେ ସର୍କିଟ ହାଉସ ନିକଟରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଅନ୍ୟ ବିଭାଗୀୟ ଅଧିକାରୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପରେ ଏକ ସଂକ୍ଷିପ୍ତ ବୈଠକରେ ଜିଲ୍ଲାପାଳ ଢେଙ୍କାନାଳ ଆକାଂକ୍ଷୀ ଜିଲ୍ଲାର ଭୌଗୋଳିକ ସ୍ଥିତି ତଥା ଜିଲ୍ଲା ସମ୍ବନ୍ଧୀୟ ସଂକ୍ଷିପ୍ତ ଧାରଣା ପ୍ରଦାନ କରିଥିଲେ। ପରେ ମହିଷାପାଟସ୍ଥିତ କୌଶଳ ବିକାଶ କେନ୍ଦ୍ର ଓ ଛାତ୍ର ନିବାସ ପରିଦର୍ଶନ କରିଥିଲେ। କୌଶଳ ବିକାଶ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ତାଲିମ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ସହିତ ଛାତ୍ରୀ ନିବାସର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ପରେ ବୋରାପଦାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଛୋଟ ଛୁଆମାନଙ୍କ ସହ କଥା ହେବା ସହ କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ସମ୍ପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ।